শরণাগত দিনাতম পরিত্রাণং পরায়ণী সর্বসাতে হরে দেবী মা শারদে দেবী নমস্তুতে। জয় মা শারଳା। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ଘରେ ଯେତେବେଳେ ଠାକୁରଙ୍କ ପୂଜା ଅର୍ଚ୍ଚନା କରୁଥିବେ, ଆପଣମାନେ ଦେବାଦେବୀଙ୍କ ପାଖରେ ଦୀପ ଜାଳୁଛନ୍ତି। ସେଇ ଦୀପଟିକି ଯଦି ଘୃତରେ ଦୀପଟିକି ଲଗେଇଥିବେ, ଦେବାଦେବୀଙ୍କର ଡାହାଣ ପଟେ ରଖିଲେ ଆପଣମାନଙ୍କର ଶୁଭଦାୟକ ହେବ। ଯଦି ତୈଳବତୀ ଦୀପଟି ଲଗେଇବେ, ଦେବାଦେବୀଙ୍କର ବାମ ପଟରେ ରଖିଲେ ଶୁଭଦାୟକ। ଏବଂ ଘୃତବତୀକି ଯଦି ବାମ ପଟରେ ରଖି ତୈଳବତୀକି ଡାହାଣ ପଟେ ରଖନ୍ତି, ଏହା ଅଶୁଭଦାୟକ ହୋଇଯାଏ। ତେଣୁ ଏତିକି ମାତ୍ର ଆଜି ଜାଣି ରଖିଥାନ୍ତୁ, ଘୃତବତୀ ଦୀପ ଯେତେବେଳେ ଦେବେ ଡାହାଣ ପଟେ ଦେବେ, ତୈଳବତୀର ଦୀପ ଯେତେବେଳେ ଲଗେଇବେ ବାମ ପଟରେ ଲଗେଇବେ, ଏହା ଅତ୍ୟନ୍ତ ଶୁଭଦାୟକ। ଏହା କଲେ ଆପଣମାନଙ୍କର ମଙ୍ଗଳ କାମନା ହେବ। ଯଦି ମୋର ଏହି ନୀତିବାଣୀ ଆପଣମାନଙ୍କୁ ଭଲ ଲାଗୁଥିବ, ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ, ଅନ୍ୟମାନଙ୍କୁ ସେୟାର କରନ୍ତୁ। ସମାଜର ଇଏ ମଙ୍ଗଳ କାମନା ହେବ। ଆଜିକାର ଅନୁଚିନ୍ତା ସଦାସର୍ବଦା ଝାଡ଼ୁକୁ ଗୁପ୍ତ ଅବସ୍ଥାରେ ରଖିବେ, ଲୁକାୟିତ ଅବସ୍ଥାରେ ରଖିଲେ ଭଲ। ସଦାବେଳେ ଝାଡ଼ୁକୁ ଲୁକାୟିତ ଅବସ୍ଥାରେ ରଖନ୍ତୁ। ଘରେ ଧନ ଧନ ଗୋପଲକ୍ଷ୍ମୀ ଇଏ ବଢ଼ିବ। ଏଇ ଥିଲା ମୋର ନୀତିବାଣୀ ଅନୁଚିନ୍ତାର ଇଏ ନିର୍ଯାସ କଥା। ଏତିକି କହି ମୋର ନୀତିବାଣୀକୁ ଶେଷ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।